ବାସୁଦେବପୁର ଜନକଲ୍ୟାଣ ପରିଷଦ ଆନୁକୂଲ୍ୟରେ ଇରମ୍ ଶହୀଦ ଦିବସ ପାଳିତ। ସାମାଜିକ ସାଂସ୍କୃତିକ ସଂଗଠନ ବାସୁଦେବପୁର ଜନକଲ୍ୟାଣ ପରିଷଦ ଆନୁକୂଲ୍ୟରେ 25 ବର୍ଷ ଧରି ସେହି ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉପଲକ୍ଷେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଆସୁଛି ରାଉରକେଲାରେ। ଏହି ଉପଲକ୍ଷେ ସେପ୍ଟେମ୍ବର 29 ତାରିଖ ଦିନ ପରିଷଦ ତରଫରୁ ଛେଣ୍ଡ କଲୋନୀସ୍ଥିତ ଗୋପବନ୍ଧୁ ପାଠାଗାର ସତ୍ୟବାଦୀ କକ୍ଷରେ କାର୍ଯ୍ୟକାରୀ ସଭାପତି ଶ୍ରୀ ଭବେଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଡକ୍ଟର ଅଜୟ କୁମାର ପଣ୍ଡା ଏବଂ ମୁଖ୍ୟ ବକ୍ତା ଭାବେ ପ୍ରଫେସର ଡକ୍ଟର ପ୍ରଭାତ କୁମାର ମଲ୍ଲିକ ଯୋଗ ଦେଇ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେହି ବୀର ଶହୀଦମାନଙ୍କର ସ୍ମୃତିଚାରଣ କରି କହିଲେ ଯେ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଏଭଳି ଆତ୍ମବଳି ଏକ ବିରଳ ଘଟଣା। ଆଜିର ଯୁବ ସମାଜ ସେହି ମହାନ ଶହୀଦମାନଙ୍କ ଆତ୍ମବଳୀରୁ ପ୍ରେରଣା ନେଇ ସମାଜ ସେବାରେ ବ୍ରତ ହେବା ପାଇଁ ବକ୍ତାମାନେ ଆହ୍ୱାନ ଦେଇଥିଲେ। ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରିଥିବା ବେଳେ ସୁବ୍ରତ କୁମାର ଦାସ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ। ବିବେକାନନ୍ଦ ପଣ୍ଡା ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ। ସାଧାରଣ ସମ୍ପାଦକ ଲକ୍ଷ୍ମଣନାଥ ଦାସ ସ୍ୱାଗତ ଅଭିଭାଷଣ ସହ ସଂଗଠନ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ଶରତ କୁମାର ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ରାଜକୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ପରିଷଦର ପ୍ରତିଷ୍ଠାତା ସମ୍ପାଦକ ସ୍ୱର୍ଗତ ବାଇଧର ନାୟକଙ୍କ ଧର୍ମପତ୍ନୀ ସ୍ୱର୍ଗତା ସାବିତ୍ରୀ ନାୟକଙ୍କ ଦ୍ୱାରା ଲିଖିତ ପୁସ୍ତକ ରକ୍ତ ରଞ୍ଜିତ ଇରମ୍ ଭୂଇଁର ଦ୍ୱିତୀୟ ସଂସ୍କରଣକୁ ଅତିଥିମାନେ ଲୋକାର୍ପଣ କରିଥିଲେ। ଏଥିରେ ତାଙ୍କ କନ୍ୟା ଶ୍ରଦ୍ଧାଞ୍ଜଳି ନାୟକ ସହାୟତା କରିଥିଲେ। ଗୋପବନ୍ଧୁ ପାଠାଗାର ପକ୍ଷରୁ ସଭାପତି ନବଘନ ସାହୁ ଏବଂ ସାଧାରଣ ସମ୍ପାଦକ ହରିହର ଶତପଥୀ ହରିହର ନାୟକ ଗୋପାଳ ପ୍ରସାଦ ଜେନାଙ୍କ ଦ୍ୱାରା ଯୁବ ବିଧାୟକ ଅଶୋକ କୁମାର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସନାତନ ପତି କୃପାସିନ୍ଧୁ ବେହେରା ଉପେନ୍ଦ୍ର ପ୍ରସାଦ ଦାସ ଅଞ୍ଜୁ ବାରିକ ଅଚ୍ୟୁତାନନ୍ଦ ଦାସ ପ୍ରମୁଖ ସହାୟତା କରିଥିବା ବେଳେ ଅଲେଖ ଚନ୍ଦ୍ର ପଲେଇ ଡାକ୍ତର ରବୀନ୍ଦ୍ର କୁମାର ପଣ୍ଡା ବଳରାମ ରାଉଳ ବିଶ୍ୱନାଥ ସାହୁ ସବିତା ସାହୁ ଡାକ୍ତର ଗୋକୁଳାନନ୍ଦ ସାହୁ ପ୍ରଦ୍ୟୁମ୍ନ ମିଶ୍ର ଶର୍ମିଷ୍ଠା କବି ଶତପଥୀ ଶଶାଙ୍କ ଶେଖର ପଣ୍ଡା ଆଦିକନ୍ତ ନାୟକ ରାଜୀବ ପାଣି ରବୀନ୍ଦ୍ର କୁମାର ପଣ୍ଡା ଉଜ୍ଜଳ ପ୍ରଦୀପ ଦାସ ମଧୁସୂଦନ ଦାସ ଜଗବନ୍ଧୁ ଜେନା ପ୍ରମୁଖ ଶତାଧିକ ସଦସ୍ୟା ସାହିତ୍ୟିକମାନେ ଉପସ୍ଥିତ ଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।